ভাই আপনার পচাই দেবে কৃষক ମାନଙ୍କ বস্তা ନିର୍ବାଚନ ବେଳେ ଯୁବ କଂଗ୍ରେସ ସଭାପତି। ସକାଳଠୁ ଦେଖାଯାଉଛି ଧାରଣା ବର୍ତ୍ତମାନ ରାତି ପର୍ଯ୍ୟନ୍ତ କ'ଣ ଘଟଣା ଆକ୍ଚୁଆଲି କହିବେ କି? ଘଟଣାଟା ଆକ୍ଚୁଆଲି ଆମର ନୂଆଗାଁ ସରପଞ୍ଚ ନୂଆଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପାରାଣୀ ଦାସ ତାଙ୍କର ଫଟୋକୁ ଗୋଟେ ଆପତ୍ତିଜନକ ଅଶ୍ଳୀଳ ମନ୍ତବ୍ୟ ଦେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ବିଜେପି ଯୁବ ମୋର୍ଚ୍ଚାର ଜଣେ ବୁଲଉଥିବା ଯୁବ ନେତା ଯେ ପିଣ୍ଟୁ ପ୍ରଧାନ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇ ଫଟୋଟିକୁ ପୋଷ୍ଟ କରିଛନ୍ତି, ଏ ବାବଦରେ ଏ ସଂକ୍ରାନ୍ତରେ ଦୀପାରାଣୀ ଦାସ ପ୍ରଥମେ ଏଫଆଇଆର୍ କରିଥିଲେ। ତାପରେ ମହିଳା କଂଗ୍ରେସ, ବ୍ଲକ କଂଗ୍ରେସ ଏବଂ ବ୍ଲକ ଯୁବ କଂଗ୍ରେସ, ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ତରଫରୁ ବାଲିଆପାଳ ଥାନାରେ ଏଫଆଇଆର୍ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଆଜି 10-12 ଦିନ ହୋଇଗଲା, ଆସାମୀ ଦିନ ଦ୍ୱିପହରରେ ବୁଲୁଛି, ଥାନାକୁ ବାରମ୍ବାର ଆସୁଛି, ଦୁଇ ପୁଅ ଭଳିଆ ବସୁଛି, ବାଲିଆପାଳ ଥାନାରେ ଏସି ରୁମ୍ରେ ବସି ଚକା ସେ ହୁଇଲ୍ ଚେୟାରରେ ଚକା ମାରୁଛି ବସିକି। ତେଣୁ ଏଠି ସରକାରୀ ଦଳର ଚାଟୁକାର ସାଜିଥିବା, ସରକାରୀ ଦଳର ଗୁଣ୍ଡା ସାଜିଥିବା ବାଲିଆପାଳ ପୁଲିସ ସମ୍ପୂର୍ଣ୍ଣ ଭାବରେ ଆସାମୀକୁ ଘଣ୍ଟ ଘୋଡ଼ାଉଛି ଏବଂ ଅତ୍ୟନ୍ତ ଚାଲାକ କରାଉଛି ତାକୁ, ମାନେ ଏଠୁ ତାକୁ କେମିତି କେସ୍ରୁ ମୁକୁଳିବା ପାଇଁ ଯେଉଁ ଚଞ୍ଚକତା କରୁଛନ୍ତି। ମିଥ୍ୟା ଆରୋପରେ ଆମ 3 ଜଣଙ୍କ ଉପରେ ବିଧାୟକ ପ୍ରାର୍ଥୀ ଯେ ବିଜେପି ଦଳର ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଅଣ୍ଡିଆ ଆମ ଉପରେ ଖାଲି 3 ଜଣଙ୍କ ଉପରେ ଗୋଟେ କେସ୍ କରିଛନ୍ତି, ଯାହାଟାକି ଭିତ୍ତିହୀନ, ପ୍ରମାଣ ନାହିଁ ମଧ୍ୟ। କିନ୍ତୁ ବାଲିଆପାଳ ଆଇଆଇସି ବିନା ଇନକ୍ୱାରିରେ, ବିନା ତଦନ୍ତରେ କେସ୍ କେମିତି କଲେ ଆମ ଉପରେ, ଇଏ ଗୋଟେ କଥା। ଦ୍ୱିତୀୟ କଥା ହେଉଛି ମହିଳା, ଆମ ଭାରତର ରାଷ୍ଟ୍ରପତି ମହିଳା, ଆମର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ମହିଳା, ଆମ ବିଧାନସଭାର ବିଧାୟିକା ଅଛନ୍ତି ମହିଳା, ଆମ ବାଲିଆପାଳ ବ୍ଲକର ଜଣେ ଅଛନ୍ତି ଚେୟାରମ୍ୟାନ୍ ମହିଳା, ଆମର ଜଣେ ମହିଳା ସରପଞ୍ଚ ଯାହାକୁ ତାକୁ ନ୍ୟାୟ ମିଳିପାରୁନି ବାଲିଆପାଳ ଥାନାରେ, ଇଏ ହେଉଛି ଏକ ଦୁର୍ଭାଗ୍ୟ। ସେଇଥିପାଇଁ ଆସାମୀକୁ ତୁରନ୍ତ ଆରେଷ୍ଟ କରି ଜେଲକୁ ପଠାଇବା ପାଇଁ ଯୁବ କଂଗ୍ରେସ ଆଜି ଥାନା ସମ୍ମୁଖରେ ଧାରଣା ଦେଇଛି। ଆମେ ଏଠି ଉଠିବୁ ନାହିଁ ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ଉଠିବୁ ନାହିଁ। ଯଦି ଆମେ ଉଠିବୁ ଆମମାନଙ୍କର ନାଶ ଉଠିବୁ।